ଆଜି ଆମେ ଦେବଗଡ଼ର ଏକ ବହୁତ ରୋଚକ କାହାଣୀ ବିଷୟରେ ଜାଣିବା। ଏହା ଏକ ଏମିତି ଜଗାର କାହାଣୀ ଯାହାର ଇତିହାସରେ ଅଦ୍ଭୁତ ଉତ୍ଥାନ ପତନ ଆଉ ଏବେ ପୁଣି ଥରେ ଏକ ନୂଆ ଆରମ୍ଭର ସମ୍ଭାବନା ଦେଖାଯାଉଛି। ଆଉ ଏହି ପ୍ରଶ୍ନ ଭିତରେ ହିଁ ଲୁଚି ରହିଛି ଦେବଗଡ଼ର ପୂରା କାହାଣୀ। ଏହାର ଉତ୍ତର ଖୋଜିବାକୁ ହେଲେ ଆମକୁ ଟିକେ ଇତିହାସ ଭିତରକୁ ଯିବାକୁ ପଡ଼ିବ। ତେବେ ଆସନ୍ତୁ କାହାଣୀର ଆରମ୍ଭରୁ ଆରମ୍ଭ କରିବା। ସେତେବେଳେ ବାମ୍ରା ଗଡ଼ଜାତ ରାଜ୍ୟ ଥିଲା ପ୍ରଗତି ଆଉ ନୂତନତାର ଏକ ପ୍ରତୀକ। ଏହି ସବୁ ପରିବର୍ତ୍ତନ ପଛରେ ଥିଲେ ଜଣେ ମଣିଷ, ରାଜା ସାର ବାସୁଦେବ ସୁଡ଼ଲଦେବ। ସେ ଦେବଗଡ଼ର ଆଧୁନିକୀକରଣ ପାଇଁ ଯେଉଁ ମୂଳଦୁଆ ପକାଇଥିଲେ ତାହା ସେହି ସମୟରେ କେହି କଳ୍ପନା ବି କରିନଥିଲେ। ଦେଖନ୍ତୁ ତାଙ୍କ କାମ, ଶିକ୍ଷାଠୁ ସାହିତ୍ୟ, ସବୁଠି ତାଙ୍କର ଛାପ। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟ କଥା କ'ଣ ଜାଣିଛନ୍ତି? ସେ ଟେଲିଫୋନ୍ ଲାଇନ୍। 1900 ମସିହାରେ ଯେତେବେଳେ ଭାରତର ବଡ଼ ବଡ଼ ସହରରେ ଏହାର ଚିନ୍ତା କରାଯାଉନଥିଲା, ସେତେବେଳେ ଏକ ଛୋଟ ଦୁର୍ଗମ ରାଜ୍ୟ ଏହି ଟେକ୍ନୋଲୋଜିରେ ସମସ୍ତଙ୍କଠୁ ଆଗରେ ଥିଲା। ତାଙ୍କ କାମ ଖାଲି ରାସ୍ତାଘାଟରେ ସୀମିତ ନଥିଲା, ବୁଝିଲେ? ବିଦ୍ୱତ୍କୁଳ କୁମୁଦ ଏହି ଉପାଧି କହିଦେଉଛି ସେ କ'ଣ ଥିଲେ। ସେ କେବଳ ଜଣେ ରାଜା ନଥିଲେ, ବରଂ ଜଣେ ପ୍ରକୃତ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ। କିନ୍ତୁ ସବୁ ଭଲ କାହାଣୀରେ ଗୋଟେ ମୋଡ଼ ଆସେ, ଆଉ ଏଠି ବି ସେଇଆ ହେଲା। ଦେଶ ସ୍ୱାଧୀନ ହେବା ପରେ ସେ ଗୌରବମୟ ଇତିହାସ କେମିତି ଧୀରେ ଧୀରେ ଫିକା ପଡ଼ିଗଲା, ଆସନ୍ତୁ ଦେଖିବା। ଏଇଟା ହିଁ ତ ସବୁଠୁ ବଡ଼ ଦୁଃଖର କଥା। ଯେଉଁ ଜାଗା ଦିନେ ଟେକ୍ନୋଲୋଜିରେ ଆଗୁଆ ଥିଲା, ସେଇ ଜାଗାକୁ ମିଳିଲା ପଛୁଆ ଅଞ୍ଚଳର ଟ୍ୟାଗ୍। ଆଉ ଏହି ସରକାରୀ ଘୋଷଣା ପରେ ଦେବଗଡ଼ର ପତନ ଆରମ୍ଭ ହେଲା। ଏଇ ଗୋଟିଏ ସଂଖ୍ୟାକୁ ଦେଖନ୍ତୁ, ବର୍ଗ କିଲୋମିଟର ପିଛା ମାତ୍ର 106 ଜଣ। ଏଥିରୁ ହିଁ ଅନ୍ଦାଜ ଲଗେଇ ହେଉଛି ଜିଲ୍ଲାଟା କେତେ ଦୁର୍ଗମ ଆଉ ସେବା ପହଞ୍ଚିବା କେତେ କଷ୍ଟ। ଆଉ ସବୁଠୁ ଚିନ୍ତାର କଥା ହେଉଛି ଏଇଟା, ମାତ୍ର 10 ବର୍ଷ ଭିତରେ ଶିଶୁ ଲିଙ୍ଗ ଅନୁପାତରେ ଏତେ ବଡ଼ ହ୍ରାସ। ଏହା କେବଳ ଗୋଟେ ଆକଳନ ନୁହେଁ, ବରଂ ଗୋଟେ ବହୁତ ବଡ଼ ସାମାଜିକ ସମସ୍ୟା ଆଡ଼କୁ ଇଶାରା କରୁଛି। ଏବେ ଆସନ୍ତୁ ସାକ୍ଷରତା କଥା ଦେଖିବା। ପୁରୁଷ ଆଉ ମହିଳାଙ୍କ ଭିତରେ ପାର୍ଥକ୍ୟଟା ଦେଖନ୍ତୁ, ପାଖାପାଖି 19%ର ଫରକ। ଏଇଟା ସିଧା ସିଧା ଦେଖାଉଛି ଯେ ସୁଯୋଗ ସମସ୍ତଙ୍କ ପାଇଁ ସମାନ ନାହିଁ। ଆଉ ଯଦି ଆମେ ଏହାକୁ ଗାଁ ଆଉ ସହର ହିସାବରେ ଭାଙ୍ଗିବା, ତେବେ ଚିତ୍ରଟା ଆହୁରି ସ୍ପଷ୍ଟ ହେଇଯାଉଛି। ବିଶେଷ କରି ଗାଁର ମହିଳାମାନଙ୍କ ପାଇଁ ସାକ୍ଷରତା ହାର ମାତ୍ର 62%ରୁ କମ୍। ଏଇଟା ବାସ୍ତବରେ ବହୁତ କମ୍। ହେଲେ କାହାଣୀ ଏବେ ଏକ ନୂଆ ମୋଡ଼ ନେଉଛି, ଏକ ଆଶାର ମୋଡ଼। ଏତେ ସବୁ ପରେ ଏବେ ଦେବଗଡ଼ର ଭାଗ୍ୟ ବଦଳିବାକୁ ଯାଉଛି ବୋଧେ, ଆଉ ତା ବି ସବୁଜ ଶକ୍ତି ମାଧ୍ୟମରେ। ଏଇଟା ଗୋଟେ ଜବରଦସ୍ତ ଆଇଡିଆ। ଯେଉଁ ପାହାଡ଼ିଆ ଅଞ୍ଚଳ ଦିନେ ବିକାଶରେ ବାଧା ଦେଉଥିଲା, ସେଇଟାକୁ ହିଁ ଏବେ ସବୁଠୁ ବଡ଼ ସମ୍ପତ୍ତି ଭାବେ ବ୍ୟବହାର କରାଯାଉଛି। କହିବାକୁ ଗଲେ ଦୁର୍ବଳତାକୁ ହିଁ ଶକ୍ତିରେ ପରିଣତ କରାଯାଉଛି। ଆଉ ପରିବର୍ତ୍ତନର ଆକାର ବି ଛୋଟମୋଟ ନୁହେଁ। ଆରମ୍ଭ ହେଉଛି ଜିନ୍ଦଲ ଗ୍ରୀନ୍ର ଏକ ବଡ଼ ପ୍ରକଳ୍ପରୁ। ପୁଞ୍ଜିନିବେଶ କେତେ ଜାଣିଛନ୍ତି? ପୁରା 3711 କୋଟି ଟଙ୍କା। ଏତିକିରେ କଥା ସରିନି। ଏହାପରେ ଆସୁଛି NHPC, ଆଉ ଗୋଟିଏ 1000 ମେଗାୱାଟ୍ର ପ୍ରକଳ୍ପ। ଏହା ଦେବଗଡ଼କୁ ଓଡ଼ିଶାର ଶକ୍ତି ମାନଚିତ୍ରରେ ଏକଦମ ଉପରକୁ ନେଇ ଆସିବ। ଖାଲି ଶକ୍ତି ନୁହେଁ, ସ୍ୱାସ୍ଥ୍ୟ କ୍ଷେତ୍ରରେ ବି କାମ ହେଉଛି। 205 କୋଟି ଟଙ୍କା ଖର୍ଚ୍ଚରେ ତିଆରି ହେଉଛି 300 ଶଯ୍ୟା ବିଶିଷ୍ଟ ଏକ ନୂଆ ଡାକ୍ତରଖାନା। ମାନେ ବିକାଶ ସବୁ ଦିଗରେ ହେଉଛି। କିନ୍ତୁ ଏତେ ସବୁ ଆଶା ଭିତରେ ବି ଗୋଟିଏ ବଡ଼ କିନ୍ତୁ ଲାଗି ରହିଛି। ଗୋଟେ ଏମିତି ବାଧା ଯାହା ଏହି ପୁରା ସ୍ୱପ୍ନକୁ ଅଧାରେ ଅଟକେଇ ଦେଇପାରେ। ଆଉ ସେହି ବାଧା ହେଉଛି ତାଳଚେର ବିମଳାଗଡ଼ ରେଲ୍ ଲାଇନ୍। ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିସାରିଛି 2 ଦଶନ୍ଧିରୁ ଅଧିକ ସମୟ ହେଲାଣି, ହେଲେ କାମ ଏବେ ବି ଅଧା। ତେବେ ସମସ୍ୟାଟା କେଉଁଠି? ଦେଖନ୍ତୁ, ବିଡ଼ମ୍ବନାର କଥା ହେଉଛି ସବୁଠୁ ଅଧିକ ଜମି ଅଧିଗ୍ରହଣ ବାକି ଅଛି ଖୋଦ୍ ଦେବଗଡ଼ ଜିଲ୍ଲାରେ ହିଁ। ପ୍ରାୟ 115 ଏକରରୁ ଅଧିକ ଘରୋଇ ଜମି ଏବେ ବି ଅଧିଗ୍ରହଣ ହୋଇପାରିନାହିଁ। ଆଉ ଏହି ବିଳମ୍ବର ପରିଣାମ କ'ଣ ହେଇଛି ଦେଖନ୍ତୁ। ଯେଉଁ ପ୍ରକଳ୍ପର ଖର୍ଚ୍ଚ ଥିଲା ପ୍ରାୟ 810 କୋଟି ଟଙ୍କା, ତାହା ବଢ଼ି ବଢ଼ି ଏବେ 1928 କୋଟି ଟପିଗଲାଣି। ଆଉ ଏଇଟା ଆହୁରି ବଢ଼ିବ। ତେବେ ଶେଷରେ ପ୍ରଶ୍ନ ସେଇଠି ଆସି ଅଟକୁଛି। ଗୋଟେ ପଟେ ସବୁଜ ଶକ୍ତିର ବିପୁଳ ସମ୍ଭାବନା ଆଉ କୋଟି କୋଟି ଟଙ୍କାର ପୁଞ୍ଜିନିବେଶ, ଆଉ ଅନ୍ୟପଟେ ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ପ୍ରଶାସନିକ ବିଳମ୍ବ। ଦେବଗଡ଼ କ'ଣ ଏହି ବାଧାକୁ ପାର କରି ନିଜର ହଜିଯାଇଥିବା ଗୌରବ ଫେରିପାଇବ, ନା ଇତିହାସ ନିଜକୁ ଦୋହରାଇବ? ଏହାର ଜବାବ ତ କେବଳ ଆଗାମୀ ସମୟ ହିଁ ଦେବ।